ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ନିକଟସ୍ଥ ପୁଡ଼ାପଡ଼ା ଗ୍ରାମରେ ଅବସ୍ଥିତ ଅଛି ମା ସମଲେଇଙ୍କର ଏକ ପ୍ରାଚୀନ ଓ ଅତ୍ୟନ୍ତ ପବିତ୍ର ମନ୍ଦିର। ହୀରାକୁଦ ଜଳଭଣ୍ଡାର ପାର୍ଶ୍ୱରେ ଥିବା ଏହି ମନ୍ଦିରକୁ ନେଇ ରହିଛି ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ଓ ଅଗାଧ ଭକ୍ତିଭାବ। ସବୁଠୁ ବଡ଼ କଥା ହେଉଛି ଜଳଭଣ୍ଡାର ନିକଟରେ ଥିଲେ ମଧ୍ୟ ବର୍ଷା ଋତୁରେ ଏହି ମନ୍ଦିର କେବେ ମଧ୍ୟ ପାଣିରେ ବୁଡ଼ିଯାଏ ନାହିଁ। ସ୍ଥାନୀୟ ଲୋକମାନଙ୍କ ଉପରେ ମାଙ୍କ ଦିବ୍ୟ କୃପା ଅଛି ବୋଲି ବିଶ୍ୱାସ କରନ୍ତି। ଏହି ପବିତ୍ର ପୀଠର ଆବିର୍ଭାବ ପଛରେ ରହିଛି ଏକ ଅଲୌକିକ ଘଟଣା। କଥାନୁସାରେ ଦିନେ ପୁଡ଼ାପଡ଼ାର ଗନ୍ତିଆ ଶ୍ରୀ ବିଶ୍ୱନାଥ ପାଣିଗ୍ରାହୀଙ୍କ ସ୍ୱପ୍ନରେ ମା ସମଲେଇ ଦର୍ଶନ ଦେଇ ନିଜ ଅବସ୍ଥିତି ସମ୍ବନ୍ଧରେ ସୂଚନା ଦେଇଥିଲେ। ପରଦିନ ସକାଳେ ସେ ନିଜ ଖଟ ତଳେ ଥିବା ଏକ ପରାତରେ ଲାଲ ମନ୍ଦାର ଫୁଲ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଗଲେ। ଏହାକୁ ଦେବୀଙ୍କ ଦିବ୍ୟ ସଂକେତ ଭାବି ସେ କିଛି ଗ୍ରାମବାସୀଙ୍କୁ ନେଇ ସେହି ସ୍ଥାନକୁ ଯାଇଥିଲେ ଯେଉଁଠାରେ ଏକ ଦିବ୍ୟ ପଥର ମଧ୍ୟରେ ମାଙ୍କ ବିରାଜମାନ ଥିବାର ବିଶ୍ୱାସ କରାଯାଇଥିଲା। ଗ୍ରାମବାସୀମାନେ ସେହି ପଥରକୁ ଖୋଲିବା ପାଇଁ ଅନେକ ଚେଷ୍ଟା କଲେ, କିନ୍ତୁ ସମସ୍ତ ଉଦ୍ୟମ ବିଫଳ ହେଲା। ତାପରେ ସେମାନେ ବୁଝିପାରିଲେ ଯେ ଏହା କୌଣସି ସାଧାରଣ ପଥର ନୁହେଁ, ବରଂ ସ୍ୱୟଂ ମା ସମଲେଇଙ୍କର ଦିବ୍ୟ ରୂପ। ସେଦିନ ଠାରୁ ସେହି ସ୍ଥାନରେ ମାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଶ୍ରୀ ବିଶ୍ୱନାଥ ପାଣିଗ୍ରାହୀ 1951 ମସିହାରେ ଏହି ମନ୍ଦିର ନିର୍ମାଣ କରାଇଥିଲେ। ଆଜି ମଧ୍ୟ ଶତାଧିକ ଭକ୍ତ ମାଙ୍କ ନିକଟରେ ମନସ୍କାମନା କରି ତାହା ପୂରଣ ହେବାର ଅନେକ ସତ୍ୟ ଘଟଣା ସ୍ଥାନୀୟ ଲୋକମାନଙ୍କ ମୁଖରୁ ଶୁଣିବାକୁ ମିଳେ। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ମାଙ୍କ ନିତ୍ୟ ପୂଜା ହୋଇଥାଏ। ଏହି ପୂଜା କାର୍ଯ୍ୟର ଦାୟିତ୍ୱ ଦଂଶନା ପରିବାର ପାଳନ କରୁଛନ୍ତି। ବିଶେଷ କରି ପ୍ରତିବର୍ଷ ଚୈତ୍ର ଓ ଅଶ୍ୱିନ ମାସରେ ଏଠାରେ ବଳିଯାତ୍ରା ପୂଜା ଅତ୍ୟନ୍ତ ଆଡ଼ମ୍ବର ଓ ଭକ୍ତିଭାବର ସହିତ ପାଳିତ ହୁଏ। ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମରେ ସମଗ୍ର ପରିବେଶ ଭକ୍ତିମୟ ହୋଇଯାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ, ଆଧ୍ୟାତ୍ମିକ ଆସ୍ଥା ଓ ଅଲୌକିକ କାହାଣୀର ଅଦ୍ଭୁତ ସମନ୍ୱୟ ହେଉଛି ପୁଡ଼ାପଡ଼ାର ଏହି ପ୍ରାଚୀନ ମା ସମଲେଇ ମନ୍ଦିର।